চারি জন হলে মর্ত্যপুরর দেবতা দেবতা তাহলে প্রথম দিও কিয়ে কে প্রথম দিও হলে বাপা বাপা দেবতা মা মা দেইকি বতা হ্যাঁ কিয়ে দেইকি বতাইব সিয়ে কিয়ে সে কে গর্ভধারিণী মা বতাইব ইয়ে তোর বাপ ইয়ে তোর বন্ধু ইয়ে তোর ভাই ইয়ে তোর মা ইত্যাদি বাউলি না নাই হ্যাঁ তেণু হে যুবক ভাই মানে ও যে বাপ মাଙ୍କୁ পূজা করিব হ্যাঁ এ সংসার বাড়ি ধুরু উদ্ধার হব হব তাহলে কেমিতি পূজা করিব বলি এ ভাই ও তাহলে প্রথমরে কাহিকে কথা কহিলি কোন ভাই নীতি শাস্ত্র গোটায় কথা পড়ুଛୁ কোন কোন কহিলে হ্যাঁ। বলে পিতা মাতা সুকল্যাণর পুত্র হুয়ে দুঃখী হ্যাঁ পিতা মাতা সুকল্যাণর পুত্র হুয়ে সুখী সুখী ଯୋଉ ପୁତ୍ର ହୁଏ ସୁଖୀ হ্যাঁ হ্যাঁ କୁଳ ଧର୍ମ ରଖି ରଖି ଯିଏ ବାପା ଓ ବାପ ମାଙ୍କୁ ପୂଜା କରିବ ହଁ ବାପ ମାଙ୍କ ଆଶୀର୍ବାଦରୁ ମନ୍ଦିରକୁ ଗଲା ବେଳେ হে ସେଇ ଦାରୁଭୂତ ମୁରାରୀ মুরারি ଆବିର୍ଭାବ ହୋଇ ବର ପ୍ରଦାନ କରିବେ কইলা পিতা মাতা সুত হলানে পুত্র হুয়ে সুখী পুত্র যেবে সুখী হুয়ে কুল ধর্ম রখি ହେ ଯୁବକ ଭାଇ ମାନେ ପ୍ରଥମରେ ବାପ ମାଙ୍କୁ ପୂଜା କର হ্যাঁ ତା ବୋଲେ ତୃତୀୟରେ বাহ ଦେବତା କିଏ কে ପୁଣି ଜଗନ୍ନାଥ ଦାସ କହିଲେ କଣ? କହିଲେ ଗୁରୁଙ୍କୁ ନମଣି ମନର ହୋ আসে হুনর ଆଉ ଗୁରୁଟି ସାକ୍ଷାତ ଈଶ୍ୱର ହୋ আসে ঈশ্বর ଏ କଥା କାହିଁକି କହିଲି কোন ভাই ଆମକୁ ଯେତେବେଳେ 5 ବର୍ଷ ହଉଛି ଆମେ ଗୁରୁକୁଳ ଆଶ୍ରମକୁ ବିଦ୍ୟା ଶିକ୍ଷା କରିବା ପାଇଁ ଯାଉଛୁ বাহ ନା ନାଇଁ হ্যাঁ ତେଣୁ ତୃତୀୟ ଦେବତା ହେଲେ ଗୁରୁଙ୍କୁ ନମଣି ମନର ଗୁରୁଟି ସାକ୍ଷାତ ଈଶ୍ୱର বাহ ଚତୁର୍ଥ ଦେବତା কে ଚତୁର୍ଥ ଦେବତା କିଏ ଭାଇ কেসে ତେଣୁ ପଣ୍ଡିତ ଲକ୍ଷ୍ୟ ଦିଅନ୍ତୁ ଚତୁର୍ଥ ଦେବତା ହେଲେ হ্যাঁ ବ୍ରାହ୍ମଣ ଆମର ଏଇ ଯେ ବୁଢା ଭାଇ କାହାଉ ଗୁଙ୍ଗା ଭାଇ ଡାକିଲେ କାହାକୁ হ্যাঁ ଆମର ଭାଇନାକୁ ଡାକିଲେ বাহ বাহ ବ୍ରାହ୍ମଣ ମହାଶୟ ଆସିଲେ ମନ୍ତ୍ରାଧୀନ ଦେବତା হ্যাঁ ମନ୍ତ୍ର ପାଠ କରି বাহ ସେ 33 କୋଟି ଦେବତା ମାନଙ୍କୁ হ্যাঁ হ্যাঁ ଦେବଦେବ ମହାଦେବ ତ୍ରିନାଥ ଦେବଙ୍କ ମନ୍ଦିରରେ হে ପୂଜା କଲେ অযোগ্য ହେଲେ ଆଉ ଜଣେ ଦେବତା ଅଛନ୍ତି সে কে ସେ ଦେବତା କିଏ বুঝিয়া না ଆପଣମାନଙ୍କର କବି ପ୍ରମାଣ ଦେଲେ কোন କହିଲେ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କରେ কথা ଫିର୍ନା ଫିର୍ନା ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ ବାପା ଏ ପଞ୍ଚଦେବତାକୁ କିଏ ଦେଖିଛ না କହିଲେ ଗଣେ ଗଣେ କହିଲେ ଗଣେଶ হেলা ଆସୁଛି ଭାଦ୍ର ମାସରେ ଗଣେଶ ପୂଜା হ্যাঁ ମାଟିରେ ମୂର୍ତ୍ତି ନିର୍ମାଣ କରୁଛନ୍ତି বাহ ଭାଇନା ଆସିଲେ ମନ୍ତ୍ର ପାଠ କରି হ্যাঁ ଏ ମାଟିର ଦେବତାକୁ ପ୍ରାଣ ପ୍ରତିଷ୍ଠା କରୁଛନ୍ତି ଆମେ ତାକୁ ନମସ୍କାର କରି ମୁଣ୍ଡିଆ ମାରୁଛୁ বাহ বাহ ନା ନାଇଁ হ্যাঁ ତେଣୁ ପଣ୍ଡିତ ଲକ୍ଷ୍ୟ ଦିଅନ୍ତୁ হ্যাঁ হ্যাঁ ଗଣେ ନାରାୟଣକୁ କିଏ ଦେଖିଛି କି কেসে ନାରାୟଣକୁ ଦେଖିବାକୁ ହେଲେ হেলে হেলে ହେ ବାପା କଣ କରିବ কোন ଆମର ଦିବ୍ୟ ଚକ୍ଷୁ ଦରକାର হ্যাঁ ତାହେଲେ ନାରାୟଣକୁ କେମିତି ଦର୍ଶନ କରିବ ଅଭିରାମ ପରମହଂସ କହିଲେ କଣ କହିଲେ ମାଳିକା ହେଲା କୋଇଲି କୋଇଲି ମାଳିକାରୁ ଗୋଟାଏ ପଦ ପଢୁଛି ଲୋ କୋଇଲି ନା ସାବରେ ଦୃଷ୍ଟି ରଖିଥିବୁ ଲୋ কোইলি কোইলি ନା ସାବରେ দুটি রাখিব ଆଉ ତେବେ ତ୍ରିକୁଟ ଶିଖରେ দেবে ত্রিকুট শিখরে ଆଉ ପ୍ରଭୁଙ୍କୁ ପାଇବୁ ଲୋ কোইলি ନା ସାବରେ দুটি রাখিব ହେ ବାପା ନାସାର ଅଗ୍ରଭାଗରେ ଦୃଷ୍ଟି ରଖିଲେ হ্যাঁ ଠାକୁରଙ୍କୁ ଦର୍ଶନ କରିବ পাইব পাইব ନା ନାଇଁ হ্যাঁ ନାରାୟଣ ଗଲେ ରୁଦ୍ର ଗଲେ হ্যাঁ ରୁଦ୍ର ଯାଇକି ଦେବଦେବ ମହାଦେବ ଶଙ୍କର ଭଗବାନଙ୍କୁ କେହି ଦେଖି ନାହାନ୍ତି না ଆମେ ଯାଉଛେ ପୂଜା କରିବା ପାଇଁ বাহ ତେଣୁ ଏଠି କହିଲେ ପଞ୍ଚଦେବତା କହିଲା ବେଳେ ଆଉ ଜଣେ ଦେବତା ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ଦେବତା ଅଛନ୍ତି সে কে ତାହେଲେ ସିଏ କିଏ বুঝিবা ଦେଖନ୍ତୁ ପଣ୍ଡିତ ଲକ୍ଷ୍ୟ ଦିଅନ୍ତୁ ଏଠି କହିଲେ ଜଗନ୍ନାଥ ଦାସ କହିଲେ ଗୁରୁ ବ୍ରାହ୍ମଣ ପିତା ମାତା ଏ 4 ଜଣ ହେଲେ ମର୍ତ୍ତ୍ୟପୁର ଦେବତା বাহ ହେ ମା ମାନେ ଯେତିକି ଅଛ হ্যাঁ ଆଉ ଜଣେ ଶ୍ରେଷ୍ଠ ଦେବତା କିଏ কে ମୁଁ କହୁନି ଆପଣ ମାନଙ୍କର ଡକ୍ଟର ମାହେଶ୍ୱର ମାନ ସିଂ କହିଲେ কোন କଣ କହିଲେ କହିଲେ ପତି ହିଁ ଦେବତା ଗୁରୁ ପିତା ମାତା ପତି ଭାଇ ବନ୍ଧୁ ଜନ আরে পতি ভাই বন্ধু জন আরে পতি ভাই বন্ধু জন ତାହାଙ୍କର
কলে পতি হি দেবতা গুরু পিতা মাতা পতি ভাই বন্ধু জন জন তাহাঙ্কর সেবা অবজ্ঞা করিলে নারী ধর্ম অকাରଣ তেଣୁ ଅକାରଣ ମା ମାନଙ୍କର ଦେବତା ହେଲେ ପତି 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 ଯିଏ ପ୍ରତିବ୍ରତା ନାରୀ ହଁ, ସେ କେମିତି ପୂଜା କରିବ ସ୍ୱାମୀ କି କେମିତି କେମିତି ପୂଜା କରିବ ଆଜ୍ଞା ବୁଝେଇବ ନା ଡକ୍ଟର ମାୟାଧର ମାନ ସିଂ କହିଲେ କଣ କହିଲେ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ ଆରେ ଶୋଇବୁ ଶୟନ ପରେ ଆରେ ଶୋଇବୁ ଶୟନ ପରେ ସ୍ୱାମୀଙ୍କର ନିଦ୍ରା ତେଜିବା ପୂର୍ବରୁ ଉଠୁଥିବୁ ଓ ପ୍ରତିଶ୍ୱରେ କହିଲେ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ହଁ ଶୋଇବୁ ଶୟନ ପରେ ପରେ ନା ନାଇଁ ଆଜ୍ଞା ହଁ। ମା ମାନଙ୍କର ଦେବତା ହେଲେ ସ୍ୱାମୀ 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 ଭୁଞ୍ଜି ସାଇଲା ପରେ ହଁ ମା ମାନେ ଭୁଞ୍ଜିବେ କାହିଁକି ଏ କଥା କହୁଛି କଣ ପାଇଁ ସ୍ୱାମୀଙ୍କ ଉଚ୍ଚିଷ୍ଟକୁ ହଁ ମହାପ୍ରସାଦ ମଣି ମଣି ସେବନ କରିବ କରିବ ସ୍ୱାମୀ ଶୋଇ ସାଇଲା ପରେ ହଁ ମା ମାନେ ଯାଇକି ଶୋଇବେ କୋଉଠି ଶୋଇବ କୋଉଠି ଶୋଇବେ ଯିଏ ପ୍ରତିବ୍ରତା ନାରୀ ସ୍ୱାମୀ କି ପୂଜା କରିବ ହଁ ସ୍ୱାମୀ ଶୋଇ ସାଇଲା ପରେ ପରେ ମା ମାନେ ଶୋଇବେ କୋଉଠି ଶୋଇବ କୋଉଠି ଶୋଇବ ବୁଝେଇବ ନା ରାମାୟଣରୁ ଗୋଟାଏ ପଦ ଗାଉଛି ହଁ ହଁ ମା ଜନଗଣନିନୀ ସୀତା କହିଲେ କଣ କହିଲେ ତାହେଲେ ମା ମାନଙ୍କର ଶୟନ କକ୍ଷ କୋଉଠି କୋଉଠି କହିଲେ ଚରଣ ପଦ ତଳୁ ଦୟା ସାଗର ଆଉ ଚରଣ ପଦ ତଳୁ ଦୟା ସାଗର ଆଉ ସତେ କିଏ ଦାସିକି ସତେ କିଏ ଦାସିକି କଲାବନ୍ତର ଏ ଦୟା ସାଗର ଏ ବାପା ପାଦ ତଳେ ଶୋଇବେ ଯିଏ ପ୍ରତିବ୍ରତା ନାରୀ ପାଦ ତଳେ ଶୋଇବ ହଁ ସ୍ୱାମୀ ନ ଉଠିଲା ପୂର୍ବରୁ ମା ମାନେ ଉଠିବେ ଉଠିବେ ଯିଏ ଏଇ ପଞ୍ଚଦେବତାକୁ ପୂଜା କରିବ ହଁ ମନ୍ଦିରକୁ ଲଗଲେ ବା ଚଳିବ ଚଳିବ ତେଣୁ ଦେଖନ୍ତୁ ପଣ୍ଡିତ ଲକ୍ଷ୍ୟ ଦିଅନ୍ତୁ ଆମର ଏଇ ରଣପୁରର ଇତିହାସ ଦି ଚାରି ଧାଡ଼ି ଆଲୋଚନା କରିବା ହଁ ହରିବୋଲ ଦେବା ଗୋଟାଏ ପଦ ଗାଇବା ବା ତେଣୁ ପଣ୍ଡିତ ଲକ୍ଷ୍ୟ ଦିଅନ୍ତୁ ସେଦିନ ହଁ ବାପ ମା କଥା ମାନିଲେନି କିଏ ସେ ବାପ ମାଙ୍କ କଥା ନ ମାନିବାରୁ ଯୋଉ ପୁଅ ନ ମାନିଛି ହଁ ସେ ପୁଅ ବିପଦରେ ପଡ଼ିଛି ହିଁ ପଡ଼ିଛି ସମ୍ମୁଖୀନ ହେଇଛି ବିପଦରେ ଦେଖନ୍ତୁ ବାପା ଯିଏ ବାପ ମାଙ୍କ କଥା ନ ମାନିବ ହଁ ସିଏ ପୁଅଟା ବିପଦରେ ପଡ଼ିବ ସାରେ ସେ ସେଦିନ ମାନିଲେନି କିଏ କିଏ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ରାମ ଠାକୁର ବାପାଙ୍କ କଥା ମାନିଲେନି ଦଶରଥଙ୍କ କଥା ମାନିଲେନି ନା ମା କୌଶଲ୍ୟାଙ୍କ କଥା ମାନିଲେନି ମର୍ଯ୍ୟାଦା ପୁରୁଷ ରାମ ଠିକ କିଏ ସେ କିଏ କାହିଁକି ଏ କଥା କହିଲି କଣ ପାଇଁ ଯେତେବେଳେ ପିତା ସତ୍ୟ କଲେ ହଁ ରାମଚନ୍ଦ୍ର ବନବାସ ଯିବା ପାଇଁ ହଁ ପଣ୍ଡିତ ଲକ୍ଷ୍ୟ ଦିଅନ୍ତୁ ପିତା ସତ୍ୟ ପାଳନ କରି 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 ଯେତେବେଳେ 14 ବର୍ଷ ମର୍ଯ୍ୟାଦା ପୁରୁଷ ରାମ ହଁ ବନବାସ ଗଲେ ହେଲେ ସେଇଠି ଗର୍ଭଧାରିଣୀ ମା ଡାକିଲେ କିଏ କିଏ ସେ କୌଶଲ୍ୟା ଡାକିଲା କଣ କହିଲେ କହିଲା ଧନରେ ମା ତୁ ଯାଉଛୁ ବନସ୍ଥକୁ ଯାଉଛୁ ଯେ ହଁ ହଁ ମୋ କଥା ଟିକେ ମନ ଦେଇ ଶୁଣେ କଣ ମା ତମ କଥା ଯଦି ମୋ କଥାରେ ଯିବୁ ହଁ ତାହେଲେ ବିପଦ ପଡିବନି ଆହା ତେଣୁ ପଣ୍ଡିତ ଏ କଥା କାହିଁକି କହୁଛି ସେଦିନ ଯେତେବେଳେ ମର୍ଯ୍ୟାଦା ପୁରୁଷ ରାମ ଗଲେ ହଁ ମା ଜନକ ନନ୍ଦିନୀ ସୀତା ସୀତା ବାହାରିଲେ କୋଉଠିକି ଯିବାକୁ ଜଙ୍ଗଲକୁ ଯିବା ପାଇଁ ବାହାରି ପଡ଼ିଲେ ହଁ ହଁ ଗର୍ଭଧାରିଣୀ ମା କୌଶଲ୍ୟା କହିଲା ମାରେ ଓ ସ୍ୱାମୀ ସେବା ହେଲା ନାରୀର ଧର୍ମ କର୍ତ୍ତବ୍ୟ ତୁ ଯାଉଛୁ ଯେ ସେ ଫେରି ମୋ କଥା ଟିକେ ମନ ଦେଇ ଶୁଣେ କଣ ହେଲେ ମୋ କଥା ଯଦି ମାନିବୁ ହଁ ବିପଦ ପଡିବନି ତମ କଥା ସେଦିନ ମାନିଲେ ଆଜ୍ଞା ଦେଖନ୍ତୁ ହଁ ମା ଜନକ ନନ୍ଦିନୀ ସୀତା ସୀତା ମାନିଲେ ସେଦିନ ନାଇଁ 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 ଆଜ୍ଞା କହିଲେ କଣ ହଁ ଗର୍ଭଧାରିଣୀ ମା କୌଶଲ୍ୟା କହିଲେ କହିଲେ ମାରେ ଓ ତୁ ବନସ୍ଥକୁ ଯାଉଛୁ ଯେ ମୋ କଥା ଟିକେ ମନ ଦେଇ ଶୁଣେ କଣ ମା କଣ କହିଲେ କଣ? କହିଲେ ବିପିନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଣ କହିଲେ ବହି ହେଲା ବୈଦେଶ ବିଳାସ ହଁ ଗୋଟାଏ ପଦ ଛାନ୍ଦ ଗାଉଛି କଣ କହିଲେ କଣ କହିଲେ ହଁ। କହିଲେ ବିପିନରେ ପିନ ଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ ଆଉ ବିପିନରେ ପିନ ଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବ ଆଉ ବେନି ସହଦର ମଧ୍ୟରେ ଆଦର ଆବେନି ସହଦର ମଧ୍ୟରେ ଆଦର ବିପଦରେ ରଖିଥିବୁ ରେ ବାସେ ତିଲାଉର ବାସେ ତିଲାଉର ଏ ବାଣୀ ନସୁର କଣ୍ଠୁ ତାଙ୍କର ରେ ବାସେ ତିଲାଉର ବୈଷ୍ଣବ ଭାଇ ଆଜ୍ଞା ଆପଣ ଟିକେ ଆପଣ ଜାଗାରେ ବସନ୍ତୁ
ଯାହା କଣ କହିଲେ କହିଲେ ବିପିନରେ ପିନ ଉରଜା ରାଜା ବିପିନ କହିଲେ ଜଙ୍ଗଲ ହେଲା ଜଙ୍ଗଲକୁ ଯାଉଛୁ ଯେ